ଶୁଭ ସକାଳ ପିଲାମାନେ, କେମିତି ଅଛ? ଭଲ ଅଛୁ ଦିଦି। ଆଚ୍ଛା ପିଲାମାନେ, ଆମେ ପୂର୍ବ ଶ୍ରେଣୀରେ ଯେଉଁ ଚିତ୍ର ବିଷୟରେ ସବୁ ପଢିଥିଲେ, ମୌଳିକ ଜ୍ୟାମିତିକ ଚିତ୍ର, ସେଥିରେ ଆମେ କେତେ ପ୍ରକାରର କୋଣ ବିଷୟରେ ଆମେ ପଢିଥିଲେ, ମନେ ଅଛି ତ? ହଁ ଦିଦି। ଆଚ୍ଛା କହିଲ ଦେଖି, ଆମେ କେଉଁ ସବୁ କୋଣ ବିଷୟରେ ପଢିଥିଲେ? ଆମେ ଅନୁରୂପ କୋଣ, ପ୍ରତିପ କୋଣ, ଏକାନ୍ତର କୋଣ, ଅନ୍ତସ୍ଥ କୋଣ ବିଷୟରେ ପଢିଥିଲେ। ଆରେ ବାଃ, ସବୁ ମନେ ରଖିଛ। ଆଚ୍ଛା ତେବେ ଚାଲ ଆଜି ଆମେ ଆଉ ଗୋଟିଏ ପ୍ରକାରର କୋଣ ବିଷୟରେ ପଢିବା। ସେଇ କୋଣ ଗୁଡ଼ିକ ହେଉଛି ଯେତେବେଳେ ଆମେ ଦୁଇଟି ସମାନ୍ତର ସରଳ ରେଖାକୁ କୌଣସି ଏକ ଛେଦକ ଦ୍ୱାରା ଛେଦ କରିବା, ସେତେବେଳେ କେଉଁ ସବୁ କୋଣ ସୃଷ୍ଟି ହୋଇଥାଏ, ସେଇ ବିଷୟରେ ଚାଲ ଜାଣିବା। ଆଚ୍ଛା, ପ୍ରଥମେ ଆମେ ଜାଣିବା ପ୍ରତୀପ କୋଣ କଣ। ତୁମେ ଏହି ପ୍ରତୀପ କୋଣ ବିଷୟରେ ପୂର୍ବରୁ ମଧ୍ୟ ଜାଣିଛ। ଆଚ୍ଛା କହିଲ ଦେଖି, ଏହି ଚିତ୍ରରେ କେଉଁ କୋଣ ଗୁଡ଼ିକୁ ଆମେ ପ୍ରତୀପ କୋଣ କହିବା? ଦେଖ, ଏଇଠି ଏ ଆଉ ସି ଦୁଇଟି କୋଣ ଯିଏକି ପରସ୍ପର ବିପରୀତ ଦିଗରେ ଅଛନ୍ତି। ତେବେ ଏଇ ଦୁଇଟି କୋଣକୁ ଆମେ ପ୍ରତୀପ କୋଣ କହିବା। ସେହିଭଳି ଆଉ ଦୁଇଟି କୋଣ ହେଲେ ବି ଓ ଡି। ଏଠାରେ ବି ଓ ଡି ମଧ୍ୟ ବିପରୀତ ଦିଗରେ ରହିଛନ୍ତି, ତେଣୁ ଏଇ ଦୁଇଟି କୋଣକୁ ଆମେ ପ୍ରତୀପ କୋଣ କହିବା। ଠିକ୍ ସେହିଭଳି ଇ ଓ ଜି, ଇ ଓ ଜି କୁ ମଧ୍ୟ ଆମେ ପ୍ରତୀପ କୋଣ କହିବା। ଆଉ ଦୁଇ ଯୋଡ଼ା କୋଣ ହେଲେ ଏଫ୍ ଓ ଏଚ୍। ଏଠାରେ ଚାରି ଯୋଡ଼ା କୋଣ ଅଛନ୍ତି, ଯେଉଁମାନେ କି ପରସ୍ପର ପ୍ରତୀପ କୋଣ ଅଟନ୍ତି। ସେହିଭଳି ଆମେ ଆଉ ଗୋଟେ ପ୍ରକାର ଏହି ପ୍ରତୀପ କୋଣ ମାନଙ୍କ ମଧ୍ୟରେ ସମ୍ପର୍କ କଣ ଜାଣିବା। ଚାଲ ଦେଖିବା କଣ ସେମାନଙ୍କ ଭିତରେ ସମ୍ପର୍କ ଅଛି। ଏହି କୋଣ ଗୁଡ଼ିକର ପରିମାଣ ସମାନ ହେଇଥାଏ। ତୁମେ ଜାଣିଛ ପିଲାମାନେ, ପରସ୍ପର ପ୍ରତୀପ କୋଣର ପରିମାଣ ସର୍ବଦା ସମାନ ହେଇଥାଏ। ଅର୍ଥାତ୍ ଏ କୋଣର ପରିମାଣ ସି କୋଣର ପରିମାଣ ସହ ସମାନ ହୋଇଥାଏ। ଠିକ୍ ସେହିଭଳି ବି କୋଣର ପରିମାଣ ଡି କୋଣର ପରିମାଣ ସହ ସମାନ ହୋଇଥାଏ। ସେହିଭଳି ଇ ଇକ୍ୱାଲ୍ ଟୁ ଜି ହୋଇଥାଏ ଏବଂ ଏଫ୍ ଇକ୍ୱାଲ୍ ଟୁ ଏଚ୍ ହୋଇଥାଏ। ସେହିଭଳି ଆଉ ଏକ ପ୍ରକାରର କୋଣ ହେଉଛି ଏକାନ୍ତର ଅନ୍ତସ୍ଥ କୋଣ। ଏହି ଏକାନ୍ତର ଅନ୍ତସ୍ଥ କୋଣ ଗୁଡ଼ିକ କଣ? ସି ଓ ଇ। ଦେଖ ପିଲେମାନେ, ଏଠାରେ ସି ଓ ଇ କେଉଁ ସ୍ଥାନରେ ରହିଛନ୍ତି? ଦୁଇଟି ସମାନ୍ତର ସରଳ ରେଖାର ଭିତର ପାଖରେ ରହିଛନ୍ତି ଏବଂ ବିପରୀତ ଦିଗରେ ରହିଛନ୍ତି। ସେଥିପାଇଁ ଏଗୁଡ଼ିକୁ ଆମେ ଏକାନ୍ତର ଅନ୍ତସ୍ଥ କୋଣ ବୋଲି କହିବା। ସେହିଭଳି ଆଉ ଦୁଇଟି ଯୋଡ଼ା କୋଣ ମଧ୍ୟ ଏକାନ୍ତର ଅନ୍ତସ୍ଥ କୋଣ ଅଟନ୍ତି। ସେଗୁଡ଼ିକ ହେଲେ ଡି ଓ ଏଫ୍। ତେବେ ଦେଖିବା ଏମାନଙ୍କ ମଧ୍ୟରେ ସମ୍ପର୍କ କଣ। ଏହି କୋଣମାନଙ୍କର ପରିମାଣ ସମାନ ହୋଇଥାଏ। ଏକାନ୍ତର ଅନ୍ତସ୍ଥ କୋଣମାନଙ୍କର ପରିମାଣ ସର୍ବଦା ସମାନ ହୋଇଥାଏ। ଅର୍ଥାତ୍ ସି କୋଣର ପରିମାଣ ଇ କୋଣର ପରିମାଣ ସହ ସମାନ। ସେହିଭଳି ଡି କୋଣର ପରିମାଣ ଏଫ୍ କୋଣର ପରିମାଣ ସହ ସମାନ। ଏବେ ଚାଲ ଦେଖିବା ଆଉ ଏକ ପ୍ରକାରର କୋଣ, ଏକାନ୍ତର ବହିସ୍ଥ କୋଣ। ଯେଉଁ କୋଣ ଦୁଇଟି ବାହାର ପଟରେ ରହିଥିବେ ଏବଂ ବିପରୀତ ଦିଗକୁ ରହିଥିବେ, ସେହିଭଳି କୋଣ ଦୁଇଟି ହେଲେ ପି ଓ ଏଚ୍ କୋଣ। ଏ ଦୁଇଟିକୁ ଆମେ ଏକାନ୍ତର ବହିସ୍ଥ କୋଣ କହିବା। ଠିକ୍ ସେହିଭଳି ଏ କୋଣ ଅଛନ୍ତି, ସେଗୁଡ଼ିକୁ ମଧ୍ୟ ଆମେ ଏକାନ୍ତର ବହିସ୍ଥ କୋଣ କହିବା। ସେଗୁଡ଼ିକ ହେଲେ ଏ ଓ ଜି। ତେବେ ଏହି ଏକାନ୍ତର ବହିସ୍ଥ କୋଣ ଗୁଡ଼ିକ ମଧ୍ୟରେ ସମ୍ପର୍କ କଣ ଜାଣିଛ? ସେମାନଙ୍କର ପରିମାଣ ମଧ୍ୟ ସମାନ ଅଟେ। ଅର୍ଥାତ୍ ବି କୋଣର ପରିମାଣ ଏଚ୍ କୋଣର ପରିମାଣ ସହ ସମାନ, ଏ କୋଣର ପରିମାଣ ଜି କୋଣର ପରିମାଣ ସହ ସମାନ। ଆଉ ଏକ ପ୍ରକାରର କୋଣ ବିଷୟରେ ଆଲୋଚନା କରିବା, ସେଟା ହେଲା ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ। ଦେଖ ପିଲାମାନେ, ଏହି ଚିତ୍ରରେ ସମାନ୍ତର ସରଳ ରେଖାର ଭିତର ପଟରେ ଏବଂ ଗୋଟିଏ ପାର୍ଶ୍ୱରେ କେଉଁ କୋଣ ଗୁଡ଼ିକ ରହିଛନ୍ତି? ଗୋଟିଏ ଯୋଡ଼ା କୋଣ ହେଉଛି ଡି ଓ ଇ। ତେବେ ଏହି ଡି ଆଉ ଇ କୋଣକୁ ଆମେ ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ବୋଲି କହିବା। ଠିକ୍ ସେହିଭଳି ଆଉ ଯୋଡ଼ିଏ କୋଣ ସି ଓ ଏଫ୍, ସେ ଦୁଇଟିକୁ ମଧ୍ୟ ଆମେ ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ବୋଲି କହିବା। ତେବେ ଏହି କୋଣ ଗୁଡ଼ିକ ମଧ୍ୟରେ କଣ ସମ୍ପର୍କ ଅଛି ଜାଣିବା। ଏହି କୋଣ ଦୁଇଟି ପରସ୍ପର ପରିପୂରକ ଅଟନ୍ତି। ଅର୍ଥାତ୍ ସେହି କୋଣ ଦୁଇଟିର ସମଷ୍ଟି 180 ଡିଗ୍ରୀ ହୋଇଥାଏ। ତେବେ ଡି ଆଉ ଇ କୋଣକୁ ମିଶାଇଲେ 180 ଡିଗ୍ରୀ ହେବ ଏବଂ ସେହିଭଳି ସି ଓ ଏଫ୍ କୋଣକୁ ମିଶାଇଲେ ମଧ୍ୟ 180 ଡିଗ୍ରୀ ହେବ।
ଏବେ ଆମେ ଆଉ ଏକ ପ୍ରକାରର କୋଣ ପଢିବା। ସେ ଦୁଇଟି ହେଲେ ଏକ ପାର୍ଶ୍ୱସ୍ଥ ବହିସ୍ଥ କୋଣ। ଏବେ ଦେଖ ଏହି ଚିତ୍ରରେ ସମାନ୍ତର ସରଳ ରେଖାର ବାହାର ପଟରେ ଥିବେ ଏବଂ ଗୋଟିଏ ପାଖରେ ଥିବେ। ତ ସେଇଭଳି କୋଣ ଦୁଇଟି ହେଲେ ଏ ଓ ଏଚ୍। ଏ ଓ ଏଚ୍ କୁ ଆମେ ଏକ ପାର୍ଶ୍ୱସ୍ଥ ବହିସ୍ଥ କୋଣ ବୋଲି କହିବା। ଠିକ ସେଇଭଳି ଆଉ ଦୁଇ ଯୋଡା କୋଣ ହେଲେ ବି ଓ ଜି। ବି ଓ ଜି ମଧ୍ୟ ଏକ ପାର୍ଶ୍ୱସ୍ଥ ବହିସ୍ଥ କୋଣ ଅଟନ୍ତି। ମଧ୍ୟରେ ସମ୍ପର୍କ କଣ? ଏହି କୋଣ ମାନଙ୍କର ସମଷ୍ଟି 180 ଡିଗ୍ରୀ ହେବ। ଅର୍ଥାତ୍ ଏହି କୋଣ ଦୁଇଟି ପରସ୍ପର ପରିପୂରକ ଅଟନ୍ତି। ତେବେ ଏ 180 ଡିଗ୍ରୀ ହେବ, ସେହିପରି ବି ଓ ଜି ମିଶିଲେ 180 ଡିଗ୍ରୀ ହେବ। ତାପରେ ଆଉ ଏକ ପ୍ରକାରର କୋଣ ହେଲା ଅନୁରୂପ କୋଣ। ଏକାଭଳି ଦିଶୁଥିବା ବା ଏକାଭଳି ସ୍ଥାନରେ ରହିଥିବା କୋଣ ଗୁଡ଼ିକୁ ଆମେ ଅନୁରୂପ କୋଣ ବୋଲି କହିଥାଉ। ତେବେ ଏ ଆଉ ଇ କୋଣକୁ ଲକ୍ଷ୍ୟ କର। ଏ ଦୁଇଟି କୋଣ ଗୋଟିଏ ପାଖରେ ରହିଛନ୍ତି ଏବଂ ଏକାପରି ସ୍ଥାନରେ ରହିଛନ୍ତି। ତେବେ ଏହି ଦୁଇଟି କୋଣକୁ ଆମେ ଅନୁରୂପ କୋଣ ବୋଲି କହିବା। ସେହିପରି ଆଉ ଦୁଇଟି କୋଣ ହେଲେ ବି ଓ ଏଫ୍। ବି ଓ ଏଫ୍ କୋଣକୁ ଲକ୍ଷ୍ୟ କର। ସେଗୁଡ଼ିକ ମଧ୍ୟ ଗୋଟିଏ ସ୍ଥାନରେ ରହିଛନ୍ତି, ଏକାପରି ଦିଶୁଛନ୍ତି। ତେବେ ଏ ଦୁଇଟିକୁ ମଧ୍ୟ ଆମେ ଅନୁରୂପ କୋଣ ବୋଲି କହିବା। ସେଇଭଳି ଆଉ ଦୁଇ ଯୋଡା କୋଣ ହେଲେ ଡି ଓ ଏଚ୍ ଏବଂ ଆଉ ଦୁଇଟି ଯୋଡା ହେଲେ ସି ଓ ଜି। ତେବେ ଏହି ଚାରି ଯୋଡା କୋଣକୁ ଆମେ ଅନୁରୂପ କୋଣ ବୋଲି କହିଥାଉ। ଏମାନଙ୍କ ମଧ୍ୟରେ ସମ୍ପର୍କ କଣ ଜାଣିଛ ପିଲାମାନେ? ଏହି କୋଣମାନଙ୍କର ପରିମାଣ ସମାନ ହୋଇଥାଏ। ଅର୍ଥାତ୍ ଏ କୋଣର ପରିମାଣ ଇ କୋଣ ସହିତ ସମାନ, ବି କୋଣର ପରିମାଣ ଏଫ୍ କୋଣ ସହିତ ସମାନ, ଡି କୋଣର ପରିମାଣ ଏଚ୍ କୋଣ ସହ ସମାନ, ସି କୋଣର ପରିମାଣ ଜି ସହ ସମାନ ହୋଇଥାଏ। ଆଚ୍ଛା ପିଲେମାନେ, ଏବେ ଏତେ ଗୁଡିଏ କୋଣ ବିଷୟରେ ତ ଜାଣିଲେ। ଆମେ ଦେଖିବା ଏବେ ତୁମକୁ ମୁଁ କ ସ୍ତମ୍ଭରେ ଓ ଖ ସ୍ତମ୍ଭରେ କିଛି ପ୍ରଶ୍ନ ଦେବି। କ ସ୍ତମ୍ଭରେ ଦିଆଯାଇଥିବା କୋଣ ଗୁଡିକୁ ତୁମେ ଖ ସ୍ତମ୍ଭରେ ଥିବା କୋଣର ପ୍ରକାର ସହ ଯୋଡ଼ିବ। ଦେଖିବା, ଦେଖ ଏବେ କ ସ୍ତମ୍ଭରେ ମୁଁ କେତେ ଗୁଡିଏ କୋଣ ଦେଇଛି। ସେଇଭଳି ଖ ସ୍ତମ୍ଭରେ କେତେ ଗୁଡିଏ କୋଣର ପ୍ରକାର ଦେଇଛି। ତୁମେ ଏବେ କଣ କରିବ ନା, କ ସ୍ତମ୍ଭରେ ଥିବା କୋଣ ଯୋଡା ଗୁଡିକୁ ଖ ସ୍ତମ୍ଭରେ ଥିବା କୋଣର ପ୍ରକାର ସହ ଯୋଡ଼ିବ। ତେବେ କହିଲ ଦେଖି, ପ୍ରଥମେ କୋଣ ଯୋଡା ଦୁଇଟି କିଏ? 4 ଓ 6 ଯୋଡା ଦିଦି। ତେବେ ଏହି ଦୁଇ ଯୋଡା କୋଣକୁ ଆମେ କେଉଁ କୋଣ କହିବା? ଏକାନ୍ତର ଅନ୍ତସ୍ଥ କୋଣ। ଦେଖିବା ତୁମେ ଠିକ କହିଛ ନା ଭୁଲ କହିଛ? ଆରେ ବା, ପୁରା ଠିକ ତ ଅଛି। ଏକାନ୍ତର ଅନ୍ତସ୍ଥ କୋଣ ବୋଲି ଆମେ କହିଥାଉ। ଠିକ ସେହିପରି ଏବେ ଦେଖିବା 2 ଓ 6 ଏହି କୋଣ ଯୋଡା ଦୁଇଟି କେଉଁ ପ୍ରକାରର କୋଣ? ଅନୁରୂପ କୋଣ। ଦେଖିବା, ପୁରା ଠିକ ମନେ ରଖିଛ ଆଉ। ତେବେ 2 ଓ 6 କୁ ଆମେ ଅନୁରୂପ କୋଣ ବୋଲି କହିବା। ତାପରକୁ ଯିବା, 4 ଓ 5 କୋଣ ଦୁଇଟି କେଉଁ ପ୍ରକାରର କୋଣ ଯୋଡା ଅଟନ୍ତି? ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ। ଭାବିକି କହିଛ ତ? ହଁ ଦିଦି। ଦେଖିବା ଏବେ, ପୁରା ଠିକ କହିଛ। ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ ଅଟନ୍ତି। ଏବେ ତାପର ଦୁଇଟି ଯୋଡା 8 ଓ 6 ଏହି କୋଣ ଯୋଡା ଦୁଇଟି କେଉଁ ପ୍ରକାରର କୋଣ ଅଟନ୍ତି? ପ୍ରତୀପ କୋଣ। ଆଚ୍ଛା, ଦେଖିବା ପୁରା ଠିକ କହୁଛ ଆଉ। ପ୍ରତୀପ କୋଣ। ଲାଷ୍ଟଟାକୁ ଯିବା, 1 ଓ 7 କୋଣ ଦୁଇଟି କେଉଁ ପ୍ରକାରର କୋଣ ଅଟନ୍ତି? ଏକାନ୍ତର ବହିସ୍ଥ କୋଣ। ଠିକ କହିଛ, ଏକାନ୍ତର ବହିସ୍ଥ କୋଣ। ତୁମେ ଏବେ ସବୁ ପ୍ରକାରର କୋଣ ବିଷୟରେ ଜାଣିପାରିଲଣି। ଏବେ ଆମେ ଆଉ ଗୋଟିଏ ପ୍ରଶ୍ନ କରିବା। ଦେଖ, ତୁମକୁ ଗୋଟିଏ ଚିତ୍ର ଦିଆଯାଇଛି। ସେଥିରେ ଗୋଟିଏ କୋଣର ପରିମାଣ ଦର୍ଶାଯାଇଛି। କେତେ ପରିମାଣ ଦିଆଯାଇଛି କହିଲ? 127 ଡିଗ୍ରୀ। ଆଚ୍ଛା, ତେବେ ବର୍ତ୍ତମାନ ଆଉ ଚାରୋଟି କୋଣର ନାମ ଦିଆଯାଇଛି ଏ ବି ସି ଡି। ଏବେ ତୁମ କାମ ହେଲା ଏ ବି ସି ଡି କୋଣ କେତେ ହେବ ବାହାର କରିବ। ତେବେ କହିଲ ଏ କୋଣର ପରିମାଣ କେତେ ହେବ? 127 ଡିଗ୍ରୀ ହେବ। ଚିନ୍ତା କରିକି କହିଛ ତ? ହଁ ଦିଦି। ଦେଖିବା। ଆରେ ବା, 127 ଡିଗ୍ରୀ ହଉଛି ତ। ତାହେଲେ କାହିଁକି ହେଲା କହିଲ? ହେଉଛନ୍ତି ଏକାନ୍ତର କୋଣ। ଏକାନ୍ତର କୋଣ, ପୁରା ଠିକ କହିଛ ଆଉ। ତେବେ ଏବେ ଯିବା ବି କୋଣକୁ। ଦେଖିବା ବି କୋଣର ପରିମାଣ କେତେ ହେଉଛି। କହିଲ ଦେଖି, ବି କୋଣର ପରିମାଣ କେତେ ହେବ?
127 डिग्री। 127 डिग्री ठीक କହିଛ ତ? ହଁ ଦିଦି। ଦେଖିବା ଉତ୍ତର କେତେ ଅଛି। ଠିକ ଅଛି 127 डिग्री। ଆଚ୍ଛା କାହିଁକି କହିଲ? କାରଣ ଏ ଦୁହେଁ ହେଉଛନ୍ତି ପ୍ରତିପ କୋଣ। ବିପରୀତ ଦିଗରେ ଅଛନ୍ତି, ତେଣୁ ଏ ଦୁହେଁ ହେଉଛନ୍ତି ପ୍ରତିପ କୋଣ ଏବଂ ଏମାନଙ୍କର ପରିମାଣ ସମାନ ଅଟେ। ଦେଖିବା ଠିକ ଅଛି। ତେବେ ସି କୋଣକୁ ଯିବା। ସି କୋଣର ପରିମାଣ କେତେ ହେବ କହିଲ? 127 डिग्री। ଠିକ ଅଛି। ଦେଖିବା 127 डिग्री ପୁରା ଠିକ କହିଛ। ଭେରି ଗୁଡ। ଏବେ ଏଇ 127 डिग्री କାହିଁକି ହେଲା କହିଲ? କାରଣ ଏ ଦୁହେଁ ହେଉଛନ୍ତି ଅନୁରୂପ କୋଣ। ଦେଖିବା ପୁରା ଠିକ ଅଛି ଆଉ। ଡି କେତେ ହେବ? ଦି କୋଣର ପରିମାଣ 53 डिग्री ହେବ। ହିସାବ କରିକି କହିଲ ତ? ହଁ ଦିଦି। ଆଚ୍ଛା କାହିଁକି 127 डिग्रीର ଡି କୋଣର ପରିମାଣ ହବ କହିଲ? କାରଣ ଏ ଦୁହେଁ ମିଶି 180 डिग्री ହେବେ। ଆଚ୍ଛା ତାହେଲେ ଠିକ ହିସାବ କରିଛ ଆଉ। କାହିଁକି ଏମାନେ 180 डिग्री ହେବେ? ଏମାନଙ୍କ ଭିତରେ ତାହେଲେ ସମ୍ପର୍କ କଣ ରହିବ? ଏମାନେ ହେଉଛନ୍ତି ପରସ୍ପର ପରିପୂରକ କୋଣ। ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ। ଠିକ କହିଛ। ଟିକିଏ ମୁଣ୍ଡରେ ଚିନ୍ତା କରିଥାନ୍ତ। ତାଙ୍କ ଭିତରେ ସମ୍ପର୍କ ହେଉଛି ଏକ ପାର୍ଶ୍ୱସ୍ଥ ଅନ୍ତସ୍ଥ କୋଣ। ଆଚ୍ଛା ତାହେଲେ ତୁମେ ଆଜି ବିଭିନ୍ନ ପ୍ରକାରର କୋଣ ବିଷୟରେ ପଢିଲ, ଯେଉଁଗୁଡ଼ିକ କି ଆମର ଦୁଇଟି ସମାନ୍ତର ସରଳ ରେଖାକୁ ଅନ୍ୟ ଏକ ସରଳ ରେଖା ଛେଦ କଲେ ସେତେବେଳେ ଯେଉଁ କୋଣ ଗୁଡ଼ିକ ସୃଷ୍ଟି ହେବ ତାର ନାଁ ଜାଣିଲ ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ଜାଣିଲ। କ୍ଲାସଟି ଆଜି ପାଇଁ ଏତିକି ରହୁଛି। ତୁମକୁ ଭଲ ଲାଗିଥିବ ବୋଲି ମୁଁ ଆଶା କରୁଛି। ଧନ୍ୟବାଦ।